ସରକାରଙ୍କ ତରଫରୁ ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ଏକ ନୋଟିସ୍ ଜାରି କରାଯାଇଛି। ଯଦି ଆପଣ ପିଏମ୍ କିଷାନ ଏବଂ ସିଏମ୍ କିଷାନ ଯୋଜନାର କିସ୍ତି ଟଙ୍କା ପାଉଛନ୍ତି, ତାହେଲେ ସମୟ ପୂର୍ବରୁ ଏହିସବୁ କାର୍ଯ୍ୟଗୁଡ଼ିକ କରିବା ଆପଣମାନଙ୍କ ପାଇଁ ଜରୁରୀ ରହିଛି। ଆପଣମାନଙ୍କର ସୁବିଧା ପାଇଁ ସରକାରଙ୍କ ତରଫରୁ ଏକ ନୋଟିସ୍ ଜାରି କରାଯାଇଛି, ଯାହାକି ଆପଣମାନେ ଆଗାମୀ ଦିନମାନଙ୍କରେ ଅନେକ ସାରା ସୁବିଧା ସୁଯୋଗ ପାଇବା ପାଇଁ ଯାଉଛନ୍ତି। ଆପଣ ସମସ୍ତେ ଜାଣିଛନ୍ତି ଏଗ୍ରିକଲଚର ଡିପାର୍ଟମେଣ୍ଟ ପାଖରେ ଗୋଟେ ଗୋଟେ ଭିଏଡବ୍ଲ୍ୟୁ ଥାଏ, କିନ୍ତୁ ସେଇମାନଙ୍କ ପାଖରେ ଏକ ସ୍ୱତନ୍ତ୍ର ଲିଷ୍ଟ ମଧ୍ୟ ଆସିକି ପହଞ୍ଚିଛି। ଯେଉଁ ଅଞ୍ଚଳରେ ଯେଉଁ ଭିଏଡବ୍ଲ୍ୟୁ ରହିଛନ୍ତି ଦାୟିତ୍ୱରେ, ସେମାନଙ୍କ ପାଖରେ ଏକ ସ୍ୱତନ୍ତ୍ର ପିଡିଏଫ୍ ଆସିଛି। ତ ଏ ପିଡିଏଫ୍ ଆସିବାର ମୁଖ୍ୟ କାରଣ କ'ଣ ରହିଛି? ତ ଚାଷୀମାନଙ୍କୁ ସଚେତନ କରିବା ପାଇଁ ଏକ ନୋଟିସ୍ ରହିଛି ସେମାନଙ୍କ ପାଖରେ। ତ ସେମାନଙ୍କର ନାମ ରହିବା ସହିତ ସେମାନଙ୍କର ମୋବାଇଲ ନମ୍ବର ମଧ୍ୟ ମେନସନ୍ ରହିଛି। ଯଦି ଆପଣ ପିଏମ୍ କିଷାନ ସିଏମ୍ କିଷାନ ଯୋଜନାର କିସ୍ତି ଟଙ୍କା ଲଗାତାର ଭାବେ ପାଇ ଆସୁଛନ୍ତି, ତାହେଲେ ଏହି ଖବରଟି ଆପଣମାନଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ସେଥିପାଇଁ ଆପଣମାନେ ଭିଡ଼ିଓଟିକୁ ବିନା ସ୍କିପ୍ରେ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଯାହାଫଳରେ ଡିଟେଲ୍ସ ଇନଫର୍ମେସନ୍ ପାଇପାରିବେ। ବର୍ତ୍ତମାନ ଆସନ୍ତୁ ଜାଣିବା ସରକାରଙ୍କ ତରଫରୁ ଚାଷୀମାନଙ୍କ ପାଇଁ ଏ ନୋଟିସଟି କାହିଁକି ଆସିଛି। ଆପଣମାନେ ସମସ୍ତେ ଜାଣିବା ନିହାତି ଜରୁରୀ। ଏଇଭଳି ଲିଷ୍ଟ ସରକାର ଏଗ୍ରିକଲଚର ଡିପାର୍ଟମେଣ୍ଟରେ ଯେଉଁ ଅଫିସର ରହିଛନ୍ତି ସେମାନଙ୍କ ପାଖକୁ ପଠାଯାଇଛି। ପ୍ରଥମେ ଦେଖନ୍ତୁ ଫାର୍ମର ନେମ୍ ମେନସନ୍ ରହିଛି। ତାପରେ ଦେଖନ୍ତୁ ରିଲେସନ୍ ଟାଇପ୍ ମେନସନ୍ ରହିଛି। ତ ଯେତେ ଜଣ ଚାଷୀ ରହିଛନ୍ତି ସେମାନଙ୍କର ନାମ ମେନସନ୍ ରହିବା ସହିତ ତ ସେମାନଙ୍କର ସମ୍ପର୍କୀୟ କେଉଁଭଳି ରହିଛି ତାହା ମଧ୍ୟ ମେନସନ୍ ରହିଛି। ଯଦି ଜଣେ ପୁରୁଷ ଚାଷୀ ତାଙ୍କର ଫାଦର ମେନସନ୍ ରହିଛି, ଯଦି ଜଣେ ମହିଳା ଚାଷୀ ତାଙ୍କର ହଜବେଣ୍ଡ ରିଲେସନରେ ରହିଛି, ଅର୍ଥାତ୍ ତାଙ୍କ ସ୍ୱାମୀ ରିଲେସନରେ ରହିଛନ୍ତି। ତ ଏଠି ଆଇଡେଣ୍ଟିଫାୟର ନେମ୍ ମଧ୍ୟ ମେନସନ୍ ରହିଛି। ଆଇଡେଣ୍ଟିଫାୟର ନେମ୍ କହିବାକୁ ଗଲେ ଯଦି ଜଣେ ପୁରୁଷ ଚାଷୀ ଆବେଦନ କରିଛନ୍ତି କିମ୍ବା ତାଙ୍କର ନେମ୍ ଏଠାରେ ମେନସନ୍ ରହିଛି, ତ ତାଙ୍କର ବାପାଙ୍କ ନାମ ମେନସନ୍ ରହିବ। ଯଦି ମହିଳା ଜଣେ ଚାଷୀ ରହିଛି ତାଙ୍କର ସ୍ୱାମୀଙ୍କ ନାମ ଆଇଡେଣ୍ଟିଫାୟରରେ ମେନସନ୍ ରହିବ। ତାପରେ ଆପଣ ଦେଖିବାକୁ ପାଉଥିବେ ଜେଣ୍ଡର ରହିଛି। ଜେଣ୍ଡର ମେଲ୍ କି ଫିମେଲ୍ ସେଇଟା ମଧ୍ୟ ମେନସନ୍ ରହିବ, ପୁରୁଷ କି ମହିଳା। ତାପରେ ଆପଣମାନଙ୍କର ଫାର୍ମର ଟାଇପ୍ ମଧ୍ୟ ମେନସନ୍ ରହିବ, କି ଓନର କି ଟେନେଣ୍ଟ କି ସେୟାର କୋପର ଯାହା ବି ରହିଛି ଆପଣମାନଙ୍କର ଫାର୍ମର ଟାଇପ୍ ସେଇଟା ମଧ୍ୟ ମେନସନ୍ ରହିବ। ତାପରେ ଆପଣ ଦେଖିବାକୁ ପାଉଥିବେ ଫାର୍ମର ନମ୍ବର ଗୁଡ଼ିକ ମଧ୍ୟ ଏଠାରେ ମେନସନ୍ ରହିଛି। ସବୁଠାରୁ ବଡ଼ କଥା ଯେ ଫାର୍ମର ନମ୍ବର ଗୁଡ଼ିକ ମଧ୍ୟ ଏଠାରେ ମେନସନ୍ ରହିଛି। କାହିଁକି ଏ ନମ୍ବର ଗୁଡ଼ିକ ମେନସନ୍ ରହିଛି? ଚାଷୀମାନଙ୍କୁ ଯୋଗାଯୋଗ କରାଯାଇପାରିବ। କାହିଁକି ଯୋଗାଯୋଗ କରିବା ପାଇଁ ଏହି ଡାଟାବେସଟି ପଠାଯାଇଛି ପ୍ରତ୍ୟେକ ଏଗ୍ରିକଲଚର ଡିପାର୍ଟମେଣ୍ଟ ପାଖକୁ। ଓଡ଼ିଶାର ପ୍ରତ୍ୟେକ ଚାଷୀ ଭାଇ ଭଉଣୀମାନେ ଜାଣିବା ନିହାତି ଜରୁରୀ ରହିଛି। ତ ଆପଣମାନେ ଏହିସବୁ କାମ ଯଦି ନ କରିବେ, କ'ଣ ପାଇଁ ଆପଣମାନଙ୍କର ନାଁ ଗୁଡ଼ିକ ଏହି ଡାଟାବେସରେ ପଳେଇ ଆସିଛି, ଆପଣମାନେ ତାହାକୁ ବୁଝିକି ଆଉ ଜାଣିକି ସେଇ ଅନୁସାରେ କାର୍ଯ୍ୟଗୁଡ଼ିକ କରିବା ନିହାତି ଦରକାର। ଯଦି ଆପଣମାନେ ସେ କାର୍ଯ୍ୟଗୁଡ଼ିକ ନ କରିବେ, ତାହେଲେ ଆପଣମାନଙ୍କର କିସ୍ତି ଟଙ୍କା ଅଟକିଯିବ। ଏହି ଡାଟାଟିକୁ ପଠାଇବାର ମୁଖ୍ୟ କାରଣ ହେଉଛି ଆପଣମାନେ ପିଏମ୍ କିଷାନ ସିଏମ୍ କିଷାନ ଯୋଜନାର କିସ୍ତି ଟଙ୍କା ପାଉଛନ୍ତି। ତ ପିଏମ୍ କିଷାନ ସିଏମ୍ କିଷାନ ଯୋଜନାର କିସ୍ତି ଟଙ୍କା ପାଇବା ପାଇଁ ଆପଣମାନଙ୍କର ବାଧ୍ୟତାମୂଳକ ରହିଛି ଏଗ୍ରିଷ୍ଟାକ୍ ଓଡ଼ିଶା ଫାର୍ମର ରେଜିଷ୍ଟ୍ରି ଆଇଡି। ତ ଏଇଟା ଆପଣମାନଙ୍କର ଆବଶ୍ୟକତା ରହିଛି। ଏହି ଚାଷୀମାନେ ଏଗ୍ରିଷ୍ଟାକ୍ ଓଡ଼ିଶା ଫାର୍ମର ରେଜିଷ୍ଟ୍ରି ଆଇଡି କରିନାହାନ୍ତି, ତ ସେଥିପାଇଁ ସରକାରଙ୍କ ତରଫରୁ ଏକ ନୋଟିଫିକେସନ ସେଇ ଚାଷୀମାନଙ୍କ ପାଇଁ ଜାରି କରାଯାଇଛି। ଆପଣ ଯୋଗ୍ୟ ଚାଷୀ ହେଲେ ବି ସରକାରଙ୍କ ତରଫରୁ କୌଣସି ଲାଭ ପାଇପାରିବେ ନାହିଁ। କୌଣସି ଯୋଜନାରୁ ଆପଣମାନେ ଲାଭ ଉଠାଇବାକୁ ହେଲେ ଆପଣମାନଙ୍କୁ ଏହି କାର୍ଯ୍ୟଟିକୁ ନିହାତି କରିବାର ଅଛି। ଏଗ୍ରିଷ୍ଟାକ୍ ଓଡ଼ିଶା ଫାର୍ମର ରେଜିଷ୍ଟ୍ରି ଆଇଡି ଆପଣମାନଙ୍କୁ କରିବାର ଅଛି। ଯଦି ଆପଣମାନେ କରିବେନି, ତାହେଲେ ଆପଣମାନେ କୌଣସି ଲାଭ ପାଇପାରିବେନି। ଲାଭ କହିବାକୁ ଗଲେ ଯେମିତି ପିଏମ୍ କିଷାନ ସିଏମ୍ କିଷାନ, ପିଏମ୍ କିଷାନରୁ ଆପଣମାନେ ବର୍ଷକୁ 6,000 ଟଙ୍କା ପ୍ରାପ୍ତ କରୁଛନ୍ତି, ସିଏମ୍ କିଷାନରୁ ବାର୍ଷିକ ଆପଣମାନେ 4,000 ଟଙ୍କା ପ୍ରାପ୍ତ କରୁଛନ୍ତି। ତାପରେ ଫସଲ ବୀମା, ଜମି କିଣାବିକା, ବ୍ୟାଙ୍କରୁ ଲୋନ୍, ଏଇଭଳି କେତେ କ'ଣ ଲାଭରୁ ଆପଣମାନେ ବଞ୍ଚିତ ରହିଯିବେ। ଏହାକୁ ଆପଣମାନେ ଆପଣମାନଙ୍କର ପଞ୍ଚାୟତରେ ଯେଉଁ ଭିଏଡବ୍ଲ୍ୟୁ ମାନେ ରହିଛନ୍ତି ସେମାନଙ୍କ ପାଖରୁ ଆପଣମାନେ ବିନା ଶୁଳ୍କରେ କରିପାରିବେ।
जदि आपण माने तांको पाखरु करि पारुनाहांती कोनोसी असुविधा कारणरू आपण माने निकटस्थ जनसेवा केंद्र को जिवे सेठी आपण माने करि परिबे जहा चार्जेस रहिछि सेमानकर सेही चार्जेस देकी आपण माने करि परिबे। जेउ चासी भाई भौणी माने एग्रीस्टाक ओडिशा फार्मर रजिस्ट्री आईडी करिचंती किंबा सेमानकर एग्रीस्टाक फार्मर आईडी क्रिएट हेइछि कि नाही आपण माने जानिबे केमिति आ जो मानकर हेइ नाही सेमाने केमिति जानिबे। तो आपण माने सर्वप्रथमे कोन करिवे आपण मानकर जेकोनसी गुटे मोबाइल ब्राउजर को आसीबे आपण माने सेही सर्च बार रे लिखि देबे odfr.agristack.gov.in लेखि आपण सर्च कर देबे। सर्च कला परे देखंतु एई भली एक लिंक शो करिवो आपण से लिंक पुरे सीधा क्लिक करंतु जते बेला आपण से लिंक पुरे क्लिक करिवे तो एई भली फार्मर रजिस्ट्री जो रहिछि तार ऑफिशियल वेबसाइट आपण मानको मोबाइल रे शो करिवो। एठी गुटे ऑप्शन रहिछि आपण देखुथिबे चेक एनरोलमेंट स्टेटस एही ऑप्शन पुरे आपण माने क्लिक करिवे जते बेले आपण चेक एनरोलमेंट स्टेटस ऑप्शन पुरे क्लिक करिवे एठी आपण तीनोटी ऑप्शन माध्यम रे आपण मानकर एनरोलमेंट स्टेटस देखिबाकू पाइबे। प्रथमत रहिछि आधार नंबर रहिछि तापरे द्वितीय आपण मानकर एनरोलमेंट आईडी रहिछि तृतीय आपण मानकर फार्मर आईडी रहिछि। तो सबुठू बेस्ट हबो आपण मानक पई आपण माने आधार नंबर देई आपण मानकर एनरोलमेंट स्टेटस टी सहज रे देखि पारिबे। तो आधार टी को आपण सिलेक्ट करिवे सिलेक्ट कला परे आपण मानकर आधार नंबर टी को एही आधार नंबर बॉक्स रे निर्भुल भाव रे आपण माने देई देबे तापरे चेक ऑप्शन पुरे क्लिक करिवे। एठी आपण देखंतु आधार नंबर शो कला तापरे आपण मानकर सेंट्रल आईडी मध्य शो करैछि तापरे देखंतु अप्रूवल स्टेटस एठी कोन रहिछि आपण देखंतु पेंडिंग रहिछि। तो जो चासी आवेदन करिथिले जे फार्मर आईडी क्रिएट करिथिले तो सेमानकर अप्रूवल स्टेटस टी पेंडिंग रहिछि तांकर नेम मध्य मेंशन रहिछि आपण देखिबाकू पाउथिबे। जो मानकर अप्रूवल हेइछि तो सेमानकर केमिति स्टेटस रहिछि थरे आपणकर मोबाइल स्क्रीन उपरे मु आपण मानकू नजर पकेया पई कहिबी। देखंतु एठारे एनरोलमेंट आईडी माध्यम रे स्टेटस मध्य मु चेक करिके आपण मानकू देखैछि। देखंतु तापरे सेंट्रल आईडी मेंशन रहिछि फार्मर एनरोलमेंट डेट मध्य एठारे रहिछि आपण देखिबाकू पाउथिबे। तापरे देखंतु अप्रूव्ड स्टेटस देखंतु अप्रूव्ड रहिछि ग्रीन कलर रे अप्रूव्ड रहिछि सेटा आपण मानकर पेंडिंग देखौतला एटा अप्रूव्ड रहिछि। तापरे देखंतु आपण मानकर अप्रूव्ड जो रहिछि रजिस्ट्रेशन डेट मध्य केबे अप्रूव हेइतिला तार डेट मध्य मेंशन रहिछि टाइम मध्य मेंशन रहिछि केते बेले को तारीख रे हेइतिला। तापरे देखंतु फार्मर नेम मध्य मेंशन रहिछि। तापरे गुटे ऑप्शन देखुथिबे अप्रूवल रिमार्क्स रहिछि तापरे आपण देखुथिबे रिजेक्शन रीजन जदि आपण मानकर रिजेक्ट हेइथिबो ताहले एठी मध्य तार कारण मध्य मेंशन रहिथिबो।